କୁହ ତୁମ ପରମେଶ୍ୱରଙ୍କୁ କୁହ ତୁମ୍ଭ କର୍ମ ସକଳ କିପରି ଭୟଙ୍କର। ତୁମ୍ଭ ପରାକ୍ରମର ମହତ୍ଵ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ। ସମୁଦାୟ ପୃଥିବୀ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ। ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜିର ଏହି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ପ୍ରାତଃକାଳୀନ ସେବା କାର୍ଯ୍ୟରେ ପ୍ରତ୍ୟେକଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ନମସ୍କାର ଜଣାଉଛି। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆଜିର ସେବା କାର୍ଯ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଆମମାନେ ପ୍ରାର୍ଥନା ତ ହେଇଛି, ତଥାପି ଆମମାନେ ଗୋଟେ ମିନିଟ ପ୍ରଭୁଙ୍କ ଚରଣ ତଳେ ପ୍ରଭୁଙ୍କୁ ଧନ୍ୟବାଦ ଦବା ଆଉ ଆମମାନେ ପ୍ରାର୍ଥନା କରିବା, ତାପରେ ଆମମାନେ ଆରାଧନା ମଧ୍ୟକୁ ଯିବା। ହାଲେଲୁୟା ହାଲେଲୁୟା ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଧନ୍ୟବାଦ ଦଉଛି। ଗତ ରାତ୍ରି ପ୍ରଭୁ ଆମମାନଙ୍କୁ ସୁନିଦ୍ରା ଦେଲ, ଆଉ ଗୋଟେ ନୂତନ ପ୍ରଭାତ ଦେଖେଇଲ, ନୂଆ ସମୟ ନୂଆ ସୁଯୋଗ, ଆଉ ପ୍ରଭୁ ତୁମର ନୂତନ ସୃଷ୍ଟିକୁ ଆମମାନଙ୍କୁ ଆଉ ଥରେ ଦେଖିବାକୁ ଦେଲ ବୋଲି ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ ଆମେ ତୁମ ସୃଷ୍ଟିର ଗୋଟେ ପ୍ରାଣୀ ପ୍ରଭୁ, ଆମମାନଙ୍କୁ ତୁମେ ପ୍ରତ୍ୟେକ ସମୟରେ ବାପା ତୁମରି ଅନୁଗ୍ରହ ଛାୟା ତଳ ମଧ୍ୟରେ ରଖିଛ। ସବୁ ଅବସ୍ଥାରେ ପ୍ରଭୁ ତୁମେ ଆମମାନଙ୍କୁ ଆବରିଛ, ସୁରକ୍ଷା ଦେଇଛ। ସର୍ବୋପରି ପ୍ରଭୁ ତୁମରି ଉପସ୍ଥିତି ମଧ୍ୟକୁ ପ୍ରାତଃ କାଳରୁ ସନ୍ଧ୍ୟା କାଳ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କୁ ଆଣୁଛ, ତୁମରି ନିକଟବର୍ତ୍ତୀ କରଉଛ। ସେଥିପାଇଁ ପ୍ରଭୁ ଧନ୍ୟବାଦ ଦଉଛି। ପ୍ରଭୁ ଆମମାନେ ଯେପରି ସମୟ ଥାଉ ଥାଉ ସୁଯୋଗର ସଦ୍ବ୍ୟବହାର କରିବା, କାରଣ ପ୍ରଭୁ ଆସନ୍ତା ସମୟ ଆମମାନଙ୍କ ପାଇଁ କଣ ହବ ଆମେ ଜାଣିନୁ। ତା ପୂର୍ବରୁ ପ୍ରଭୁ ଆମେ ଯେପରି ନିଜ ଜୀବନକୁ ସଜାଡି ତୁମରି ନିକଟବର୍ତ୍ତୀ ହେଇପାରିବା, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ପ୍ରତ୍ୟେକ ଜଣକୁ ତୁମେ ଦୟା କର। ଆଧ୍ୟାତ୍ମିକ ଜୀବନରେ ବୃଦ୍ଧି ପ୍ରାପ୍ତ ହେବା ପାଇଁ ସେଥିପାଇଁ ତୁମେ ସାହାଯ୍ୟ କର। ଏହି ସମୟରେ ଆଜିର ସେବା କାର୍ଯ୍ୟକୁ ତୁମ ପାଦ ତଳେ ରଖୁଛି। ପ୍ରଭୁ ତୁମକୁ ସ୍ୱାଗତ କରୁଛି। ତୁମେ ଆସ ଆମମାନଙ୍କର ଆଜିର ଏହି ସମସ୍ତ ସଭା କାର୍ଯ୍ୟକୁ, ସମସ୍ତ ବିଷୟକୁ ତୁମେ ପରିଚାଳନା କର। ପବିତ୍ର ଆତ୍ମାଙ୍କର ଉପସ୍ଥିତି ଦିଅ। ତୁମରି ସେଇ ପବିତ୍ର ଆତ୍ମାଙ୍କର ଉପସ୍ଥିତି ବିନା ପ୍ରଭୁ ଆମେ କୌଣସି କାର୍ଯ୍ୟ କରିପାରିବୁନୁ, ନା କୌଣସି କାର୍ଯ୍ୟ ପ୍ରଭୁ ସଫଳ ହେବନି। ସେଥିପାଇଁ ପ୍ରଭୁ ଆମେ ତୁମର ଉପସ୍ଥିତି ମାଗୁଛୁ। ତୁମେ ଆମମାନଙ୍କର ପ୍ରତ୍ୟେକ ସ୍ଥାନରେ ଗମନାଗମନ କର। ଆମମାନଙ୍କର ପ୍ରତ୍ୟେକ ମଧ୍ୟରେ ରହି ପ୍ରଭୁ ଆଜିର ଏହି ସମସ୍ତ ବିଷୟକୁ ପ୍ରଭୁ ତୁମେ ପରିଚାଳନା କର। ତୁମେ ଗୌରବ ପାଅ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ସହିତରେ ରୁହ, ସଙ୍ଗରେ ରହି ଆମମାନଙ୍କର ସମସ୍ତ ବିଷୟରେ ପ୍ରଭୁ ତୁମ ଅନୁଗ୍ରହ ଦିଅ। ପ୍ରଭୁ ଆରାଧନା କରିବା ଭଉଣୀକୁ, ବାକ୍ୟ ନେଇ ଆସୁଥିବା ପ୍ରଭୁ ତୁମ ପ୍ରିୟ ଦାସଙ୍କୁ, ଆମେ ଯେତେ ଜଣ ବସିଛୁ ସମସ୍ତଙ୍କୁ ବାପା ତୁମ ପବିତ୍ର ଆତ୍ମାଙ୍କର ବାହୁ ଛାୟା ତଳେ ସମର୍ପଣ କରୁଛି। ପ୍ରଭୁ ତୁମ ପାଦ ତଳେ ବସିଛୁ। ତୁମେ ଆମ ପ୍ରତ୍ୟେକଙ୍କର ସହିତ ଈଶ୍ୱର ହୁଅ, ଆମମାନଙ୍କୁ ଦୟା କର, କାରଣ ପ୍ରଭୁ ତୁମ ଅନୁଗ୍ରହ ବିନା ଆମେ କିଛି କରିପାରିବୁନୁ। ସେଥିପାଇଁ ପ୍ରଭୁ ଆମେ ତୁମ ନିକଟରେ ସମର୍ପିତ ହେଇ ସମସ୍ତ ଆଦର ମହିମା ପ୍ରଶଂସା ସ୍ତୁତି ବନ୍ଦନା ତୁମକୁ ଦେଇ ପ୍ରିୟ ପ୍ରଭୁ ଯୀଶୁ ତୁମ ନାମରେ ମାଗୁଅଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ଆସନ୍ତୁ ଆମମାନେ ଆଜିର ସେବା କାର୍ଯ୍ୟ ଆରମ୍ଭ କରି ପାଇଥିବା ସମସ୍ତ ବିଷୟକୁ ସ୍ମରଣ କରିବା, ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଆରାଧନା କରିବା। କାରଣ ଯେପରି ବାକ୍ୟରେ ଲେଖା ହେଇଛି, ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ, ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ପ୍ରତ୍ୟେକଟି ବାଦ୍ୟ ଯନ୍ତ୍ର ଦ୍ଵାରା ଲେଖା ହେଇଛି, ଗୀତ ସଂହିତା 50-150 ପର୍ବରେ କରତାଳ ଦ୍ଵାରା, ଦାରା ଦ୍ଵାରା, ପ୍ରତ୍ୟେକ ବାଦ୍ୟ ଯନ୍ତ୍ର ଦ୍ଵାରା ପ୍ରଭୁଙ୍କର ପ୍ରଶଂସା ଆରାଧନା କରିବା। ଆଉ ଯୋଉ ସମୟରେ ଆମେ ଆରାଧନା କରୁଛୁ, ଆମେ ପାଇଥିବା ସମସ୍ତ ବିଷୟକୁ ସ୍ମରଣ କରିବା, ଆଉ କୃତଜ୍ଞ ହୃଦୟରେ ଆମେ ସମ୍ପୂର୍ଣ୍ଣ ସର୍ବାନ୍ତକରଣ ସହିତ ପ୍ରଭୁଙ୍କର ଧନ୍ୟବାଦ କରିବା। ଆଉ ଏଇ ସମୟରେ ମୁଁ ଆମମାନଙ୍କର ମଧ୍ୟରେ ସସ୍ମିତା ମିସାଲ ସିଷ୍ଟର ଅଛନ୍ତି। ମୁଁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାଙ୍କୁ ଆହ୍ୱାନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ନମସ୍କାର ଜଣାଉଛି। ପ୍ରେଜ୍ ଦ ଲର୍ଡ ଦିଦି, ସେ ଆସିବେ ଆମମାନଙ୍କୁ ଆରାଧନାରେ କଢେଇ ନେବେ। ଜୁମ୍ ରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଏ ପ୍ରାତଃ ସମୟରେ ପୁଣି ଥରେ ହୋଷ୍ଟ ଆଜ୍ଞାକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରେ ନମସ୍କାର ଜଣାଏ। ଆସନ୍ତୁ ଆଜିର ଏ ପ୍ରାତଃ ସମୟରେ ପୁଣି ଥରେ ଆମମାନଙ୍କୁ ଏଇ ସୁନ୍ଦର ସୁଯୋଗ ଦେଇଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ। ତେଣୁ ଆସନ୍ତୁ ମୁଁ କିଛି ଗୀତ ଗାନ କରି ତାହାଙ୍କ ଉଦ୍ଦେଶ୍ୟରେ ଆରାଧନା କରିବା। ସେଥି ପୂର୍ବରୁ ମୁଁ ଗୋଟେ ବାକ୍ୟ ଅଧ୍ୟୟନ କରିବାକୁ ଚାହେଁ। ପ୍ରଥମ ଯୋହନ 4 ପର୍ବର 4 ପଦ। ହେ ବତ୍ସଗଣ, ତୁମେମାନେ ଈଶ୍ୱରଙ୍କ ଠାରୁ ଜାତ, ଆଉ ତୁମେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମମାନଙ୍କ ଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି ତାହା ଠାରୁ ମହାନ।
ହାଲେଲୁୟା ପ୍ରେଜ୍ ଦ ଲର୍ଡ। এই ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ପ୍ରତି ପ୍ରତି ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ଅଗଣିତ କରନ୍ତି କ୍ଷମା ତାଙ୍କ ପ୍ରେମ ଅଟନ୍ତି ସେ କ୍ରୋଧରେ ଧୀର। କହନ୍ତି ସେ ଶେଷ ମୋର ଧନ୍ୟ ତାଙ୍କ ନାମ। ଧନ୍ୟ ତାଙ୍କ ନାମ। ଧନ୍ୟ ତାଙ୍କ ନାମ। ଧନ୍ୟ ତାଙ୍କ ନାମ। ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ବଞ୍ଚିଥିବ ଯେତେ ଦିନ ଏ ଜଗତରେ କରୁଥିବ ଧନ୍ୟବାଦ ଆନନ୍ଦ ସରେ। ଦୁଃଖ ନିନ୍ଦ ସହିବା ହସି ଝରୁଥିବ ବନ୍ଦନା ଗୀତି। ଧନ୍ୟ ତାଙ୍କ ନାମ। ଧନ୍ୟ ତାଙ୍କ ନାମ। ଧନ୍ୟ ତାଙ୍କ ନାମ। ହାଲେଲୁୟା। ଧନ୍ୟ ତାଙ୍କ ନାମ। ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ନିଶ୍ଚୟ ଆମେ ଜାଗି ରହି ପ୍ରାର୍ଥନା କରିବା ମାନେ ତାଙ୍କରି ପବିତ୍ର ନାମରେ ଆଉ ଆମମାନଙ୍କ ଆଜିର ଏଇ ଜୀବନରେ ଆମର ସମସ୍ତ ଚିନ୍ତାର ଭାର ତାଙ୍କ ଚରଣ ତଳେ ସମର୍ପଣ କରି ତାଙ୍କରି ନିକଟବର୍ତ୍ତୀ ହୋଇଅଛୁ। ଆସନ୍ତୁ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆଉ ଗୋଟେ ଉପାସନା ସଙ୍ଗୀତ ବହିର ଆଉ ଗୋଟେ ଗୀତ ଗାନ କରିବି। ଆମେ ପ୍ରତ୍ୟେକ ଆଖି ବନ୍ଦ କରି ପ୍ରଭୁଙ୍କ
ଶରଣକୁ ଆସିବା। ହାଲେଲୁୟା। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। Praise the Lord. Thank you, Jesus. ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। ଡାକ ଡାକ ଥରେ ଆକୁଳ ଅନ୍ତରେ, ଡାକ ଡାକ ଥରେ ଆକୁଳ ଅନ୍ତରେ, ପୁରୀ ଯିବ ଶ୍ୟାମ। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। ଶୀତ ବିନୋଦନ ଭକତର ପାପୀ ହୃଦୟ ତପ ନିବାରଣ, ଡାକ ଡାକ ସେହି ଜଗତ ଜୀବନ ପତି ପାବନ ନାମ। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। ସନ୍ଧ୍ୟା ପ୍ରାତେ ଯେବେ ବିହଙ୍ଗ କାକଳି, ବିଶ୍ୱଜଡ଼ ତାର ଉଠେ ରେ ଆକୁଳି, ସେ ମୂର୍ଚ୍ଛନା ସିନା ସେ ନାମୋଚନ, ଯା ରଗ ସୁଖ ଧାମ। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। চিন্তা ঘেরে যদি সংসার বন্ধনে, ক্লান্ত যদি হুয়া করম সাধনে, অবসাদ হর সেহি নাম মর পুরী জীব মনস্কাম। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। ତିକ୍ତ ପ୍ରାଣେ ଯେବେ ପାତକ ଶୟନେ, ଚାହିଁ ଚାରି ଦିଗେ ନୀରବ ନୟନେ, ডাক রোগ ঘোরে সেহি নাম বারে পাইবু প্রাণে আরাম। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ। রুদ্ধ করি তব হৃদয় স্থির চিতে শুণ সেনা মঝঙ্কর শব্দ শবদ বাণী করি ভেদ উঠিবরে অবিরাম। ସବୁ ସୁଖ ଭରା ସନ୍ତାପ ପାଶୋରା ସୁଧାମୟ ଯୀଶୁ ନାମ।
Hallelujah. Praise the Lord. Thank you, Jesus. ଚାହୁଁଛି ତୁମକୁ ଅନ୍ତରେ ପ୍ରଭୁ, ଚାହୁଁଛି ତୁମକୁ ଅନ୍ତରେ, ପ୍ରେମିକ ଈଶ୍ୱର ବିଜୟ ଦିଅ ଗୋ, ପ୍ରେମର ଶିଶିର ବିନ୍ଦୁରେ ଚାହୁଁଛି ତୁମକୁ ଅନ୍ତରେ ପ୍ରଭୁ, ଚାହୁଁଛି ତୁମକୁ ଅନ୍ତରେ, ପ୍ରେମିକ ଈଶ୍ୱର ବିଜୟ ଦିଅ ଗୋ, ପ୍ରେମର ଶିଶିର ବିନ୍ଦୁରେ ଚାହୁଁଛି ପ୍ରଭୁ, ଚାହୁଁଛି ତୁମକୁ ମୋର ଅନ୍ତରେ, ଚାହୁଁଛି ପ୍ରଭୁ, ଚାହୁଁଛି ତୁମକୁ ମୋର ଅନ୍ତରେ, ଘୁରୁଛି ଏକାକୀ ନିରାଶ ପଥରେ, ତମସା ଘେରାଏ ସଂସାରେ, ଦିଅ ବାରେ ଦେଖା ହେ ପ୍ରାଣର ସଖା, ଆସ ଦରିଆର ବେଳାରେ, ଘୁରୁଛି ଏକାକୀ ନିରାଶ ପଥରେ, ତମସା ଘେରାଏ ସଂସାରେ, ଦିଅ ବାରେ ଦେଖା ହେ ପ୍ରାଣର ସଖା, ଆସ ଦରିଆର ବେଳାରେ, ଚାହୁଁଛି ପ୍ରଭୁ, ଚାହୁଁଛି ତୁମକୁ ମୋର ଅନ୍ତରେ, ଚାହୁଁଛି ପ୍ରଭୁ, ଚାହୁଁଛି ତୁମକୁ ମୋର ଅନ୍ତରେ, ଚାହୁଁଛି ତୁମକୁ ଅନ୍ତରେ ପ୍ରଭୁ, ଚାହୁଁଛି ତୁମକୁ ଅନ୍ତରେ, ପ୍ରେମିକ ଈଶ୍ୱର ବିଜୟ ଦିଅ ଗୋ, ପ୍ରେମର ଶିଶିର ବିନ୍ଦୁରେ। ହାଲେଲୁୟା, ହାଲେଲୁୟା। ଆସନ୍ତୁ ପୁଣି ଥରେ ଆଉ ଗୋଟିଏ ପଦ ମୁଁ ଗୀତ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ପୁଣି ତାଙ୍କରି ଆରାଧନା କରିବାକୁ ଯିବା। Thank you, Lord Jesus. Hallelujah. Praise the Lord. ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ, ତୁମେ ମୋ ଆଶ୍ରୟ, ମୋର ଦୃଢ଼ ଦୁର୍ଗ, ଦୁର୍ଦ୍ଦଶା କାଳରେ ମୋ ସହାୟ, ପ୍ରାଣ ମୁଛି ମୁଁ ତୁମ ଭୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ, ମୁଁ ଏଠାରେ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ,
ମୋ ତ୍ରାଣ କରତା ମୋ ଆରୋଗ୍ୟ ଦାତା ମୋ ଶକ୍ତି ଦାୟକ ମୋର ପ୍ରଭୁ ମୋ ତ୍ରାଣ କରତା ମୋ ଆରୋଗ୍ୟ ଦାତା ମୋ ଶକ୍ତି ଦାୟକ ମୋର ପ୍ରଭୁ ପ୍ରଣମୁଛି ମୋ ତୁମ ପୟରେ ବୁଝୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ ତୁମ ସେବା କରିବି ମୋର ସବୁ କିଛିରେ ମୁଁ ଏଠାରେ ପ୍ରଭୁ ମୁଁ ଏଠାରେ ପ୍ରଭୁ ମୁଁ ଏଠାରେ ପ୍ରଭୁ ମୁଁ ଏଠାରେ ତୁମେ ମୋ ଆଶ୍ରୟ ମୋର ଦୃଢ଼ ଦୁର୍ଗ ଦୁର୍ଦଶା କାଳରେ ମୋ ସହାୟ हालेलुया हालेलुया धन्यवाद 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 दौची प्रभु प्रशंसा गौरव करछि प्रभु धन्यवाद दौची बापा ए परित्राण दिन रे अनुग्रह दिन रे प्रभु तुमरी दया तुमरी अनुग्रह तुमरी पवित्र आत्मा जोगु धन्यवाद दौछु प्रशंसा गौरव करछि प्रभु पुणी थरे ए प्रातः समय रे तुमरी निकटवर्ती हेबा निमंत प्रभु ए अयोग्य लोक माननकु आम माननकु तुमे मनोनीत करिछ तुमरी पवित्र नाम रे विश्वास करी तुमरी निकटवर्ती हेबा निमंत तुमे साहाय्य करियछ राजा हालेलुया धन्यवाद दौछि प्रशंसा गौरव करछि प्रभु तुमे आश्चर्यकारी परमेश्वर सर्वशक्तिमान परमेश्वर प्रभु आजिर दिन आजिर समय आजिर एई दिन रे प्रभु ए प्रातः समय रात्रि पर्यंत आमनक संगे संगे जे तुमे अछ तुमरी पवित्र नाम रे प्रभु एकाठी हेबा निमंते आमनक जीवन रे आश्चर्य भाव रे प्रभु तुमे एई दिन देखाइलो एई जीवन देइछ प्रभु तुमरी पवित्र आत्मा द्वारा प्रभु आगो को बढ़िबु तुमरी पवित्र नाम रे प्रभु आहुरी पवित्र हेबु पिता परमेश्वर प्रभु ଯାହାକି ଆମମାନଙ୍କ ମଧ୍ୟରେ ଯାହା କିଛି ଅସାଧ୍ୟ ରହିଅଛି ସର୍ବଶକ୍ତିମାନ ପରମେଶ୍ୱର ତୁମରି ପବିତ୍ର ନାମରେ ସମସ୍ତ ବିଷୟ ସାଧ୍ୟ ରାଜା ହାଲେଲୁୟା ଧନ୍ୟବାଦ ଦଉଛି ବର୍ତ୍ତମାନ ଏଇ ଯୋଉ ମାଧ୍ୟମ ଦ୍ଵାରା ଯେତେ ଲୋକ ଆମେ ଉପସ୍ଥିତ ହୋଇଅଛୁ ପ୍ରତ୍ୟେକଙ୍କୁ ତୁମରି ଚରଣ ତଳେ ସମର୍ପଣ କରୁଛି ପ୍ରଭୁ ଆମମାନଙ୍କ ସମସ୍ତ ଚିନ୍ତାର ଭାର ଯେ ତୁମେ ନେଇଅଛ ତୁମେ ଯେ ଜଗତର ସୃଷ୍ଟିକର୍ତ୍ତା ତୁମେ ଉଦ୍ଧାର କର୍ତ୍ତା ରକ୍ଷା କର୍ତ୍ତା ତୁମରି ପବିତ୍ର ନାମରେ ସମସ୍ତ ବିଷୟ ସମର୍ପଣ କରି ପ୍ରଭୁ ଆମମାନଙ୍କ ସମସ୍ତ ମନ ପ୍ରାଣ ଆତ୍ମା ଶରୀର ତମରି ପବିତ୍ର ନାମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମର୍ପଣ କରୁଛି ରାଜା ଆମମାନଙ୍କ ଜୀବନକୁ ତୁମେ ଆହୁରି ପରିବର୍ତ୍ତନ କର ଆହୁରି ପବିତ୍ର ଆତ୍ମା ଦିଅ ପ୍ରଭୁ ଯେପରି ଜାଗି ରହି ସଦା ସର୍ବଦା ପ୍ରଭୁ ଶେଷ ନିଶ୍ୱାସ ଯାଏ ତୁମରି ରାଜ୍ୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ତୁମରି ସେବା କାର୍ଯ୍ୟ କରିବା ନିମନ୍ତେ ଯେ ତୁମେ ଏଇ ଜଗତକୁ ଆମମାନଙ୍କୁ ସମର୍ପିତ କରି ଯାଇଅଛ ପ୍ରଭୁ ତୁମରି ଇଚ୍ଛା ତୁମରି ସାକ୍ଷୀ ହେବା ନିମନ୍ତେ ଆମମାନଙ୍କ ଜୀବନରେ ପ୍ରଭୁ ତୁମେ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରିଅଛ ବୋଲି ବିଶ୍ୱାସ କରି ସମସ୍ତ ବିଷୟ ପ୍ରିୟତମ ଯୀଶୁଙ୍କ ନାମରେ ଛୋଟ ଭିକ୍ଷା ମାଗିଲି ପିତା ଆମେନ୍ ଆମେନ୍। धन्यवाद सिस्टर अति सुंदर भाବରେ आराधना करिसंती बहुत हृदय स्पर्शी गीत थिला और सुंदर भाବରେ प्रभुଙ୍କର उपस्थिति मध्यरे हम प्रत्येक को ए प्रातः समय रे
प्रभु सहभागिता मध्य को आनिले सेतिपाई प्रभु आपन को आशीर्वाद करंतु आ प्रभु आपन को अनुग्रह करंतु आहुरी सुंदर भाबरे प्रभुंकर आराधना उपासना प्रत्येक विषय रे प्रभुंक सेवारे आपन व्यवहार होते आमान को प्रार्थना असंतु आमने समस्त दीदी को पाई गोटे ताली मारिबा प्रभु को गौरव देबा दीदी को धन्यवाद देबा प्रेज द लॉर्ड हालेलुया प्रभु गौरव पांतु असंतु ए समय रे आमने प्रार्थना छोट गोटे प्रार्थना करबा तापरे आमने वाक्य मध्य को जिबा आमान को मध्य रे पवित्र जेना आज्ञा अछंती मु प्रभु जीशु ख्रीष्टଙ୍କ नाम रे तांको स्वागत करूची से आसीबे आमान को प्रभुଙ୍କର वाक्य अनुथवा दासଙ୍କ ପାଇଁ आराधना करूथबा प्रभुଙ୍କର प्रिय दासीଙ୍କ निमंते प्रार्थना रे आमानकु सहयोग करिवे जेमति वाक्य सुनिबो जेमति प्रभु आम प्रत्येकଙ୍କ अंतर रे कार्य करिवे सेति पई प्रार्थना रे आमानकु सहायता करिवे पवित्र जेना आज्ञा प्रेज द लॉर्ड हाँ प्रेज द लॉर्ड समस्त को नमस्कार आसंतो प्रार्थना करिबा सर्वशक्तिमान दयालु प्रभु तुमर से पवित्र नाम को धन्यवाद दौछु प्रकृत रे आमान को तुमे प्रेम कल पुनर्बार एक दिन प्रत्युष रे रियल मिनिस्ट्री ऑफ इंडिया माध्यम रे आमान को प्रिय तुम दास दासी मान सहित एकत्र उपासना करबा पई देइछ सुंदर अवकाश एति धन्यवाद दौछु मध्य समय उपासना प्रभु परिचालना करबा पई प्रिय तुम दासी अछंती प्रभु पवित्र आत्मा कर्तृत्व रे पवित्रता सौंदर्य रे जो प्रिय उपासना परिचालना करंती तांको तुमे तांका सेवा कार्य पई तांको परिवार को तुमे आशीर्वाद करो शेष संध्या पर्यंत तुम इंगित रही सेवा कार्य करबा पारिबो एति तुमे दया करो प्रार्थना करूछ ए समय प्रभु आराधना करथवा भौणी निमंते अति सुंदर भाव रे हृदय स्पर्शी गीत मान गाइले हाँ प्रभु तांको से परि पवित्र आत्मा को शक्ति प्रदान करो कंठ दियो आगामी दिन मानक जो द्वारा से प्रभु तुम गौरव प्रशंसा करने को पारिबे एथि तुम दया करो तांको तांको परिवार तांको सेवा कार्य को तुम आशीर्वाद करो मध्य आज दिन एक विशेष दिन तुम दास प्रिय दास आमान सम्मुख को आसुअछंती वाक्य कहवा पाई एक गुरुत्वपूर्ण शास्त्रांश नहीं प्रभु जहाँकि प्रकाशित वाक्य जहाँ एक विशेष शास्त्रांश मध्य से वाक्य परि प्रकाश करी आसुअछंती अति मधुरता अधि स्पर्श हृदय स्पर्श अधि गुरुत्वपूर्ण विषय प्रिय दास आमान को प्रकाश करुअछंती बापा वास्तव भाव में पवित्र आत्मा को कर्तृत्व कर आम जितेक शुणु ग्रहण करूँ विश्वास करने द्वारा प्रस्तुत जीवन काटबू अंतिम समय आम प्रत्येक जीवन तुम्हें कथा कह पवित्र आत्मा को आम को बुझापी ज्ञान बुद्धि दियो जो पर्यंत प्रभु उपासना रे उपस्थित हो पारि नांती मध्य प्रत्येक उपस्थित होगा पारिबो तुम दया कर उपस्थित प्रत्येक को आशीर्वाद कर ए समस्त प्रार्थना त्राणकर्ता प्रभु जीशु ख्रीष्ट नाम रे मागुअछ पिता आमेन आमेन धन्यवाद आज्ञा प्रभु आपको आशीर्वाद करंतु आ ए समय आमने अति गुरुत्वपूर्ण समय रे आसी पहुंचीचु म विश्वास करे आमने समस्ते प्रभु को अनुग्रह रु खुशी रे अछु आनंद रे अछु आ सुस्थ सबल शरीर रे सुरक्षा मध्य रे मध्य आमने अछु आ प्रभुंकर अनुग्रह रु तेडु करी प्रभुंकर गौरव प्रभुंकर प्रशंसा हो आ आमने प्रकाशित वाक्यर ए दिन मानकरे आमने प्रभुंकर दासंक ठारू प्रकाशित वाक्यर अध्ययन रे आमे अध्ययन करूचु आ कारण वाक्य जेमति लिखा हिची प्रकाशित वाक्य जे पढ़े जे सुने आ जे मध्य कहे से माने होचंती धन्य कारण प्रकाशित वाक्य समस्ते कहि पारिबेनी ना समस्ते बुझी पारिबेनी ना किए प्रभुंकर दास माने बुझेई पारिबेनी जो मानकु प्रभुंकर अभिषेक हेइताय आ सेई वाक्य को सेई माने ही बुझेई पारंती तेडु करी मो भाबे जेतले प्रभुंकर दासंकर ना को देखु आ प्रभुंकर दासं को देखु जेमती बाइबल रे माने देखो मूसा अछंती मूसा को जीवन जन्म रु प्रभु तांकर मनोनीत संतान करथिले आ तांकर कार्य पई से अभिषिक्त करथिले तांको छोट बळु अनेक प्रकार असुविधा तला तांकर जीवन पई मृत्यु थिला तथापि प्रभु तांको सदा प्रभु तांको बंचे की आ तांकर लोक मानकर उद्धार कार्य निमंते तांको कोन करथिले रखिथिले ठीक सेही परी जगत रे मध्य प्रभु आमानक पई प्रभुंकर प्रिय दास मूसा पाणी आज्ञा को रखिचंती आ मु विश्वास करे प्रभु तांको सेही कार्य ही करबा को ए दिन मानकर दउचंती जोटा कि प्रकाशित वाक्य आमानकर सेही आगमन रो विषय को से बुझेबा पई सक्षम हे पारचंती तेणु करी आसंतु मोर प्रिय माने आमाने प्रभुंकर प्रिय दास को स्वागत करिबा आ से आमानकर मध्य रे अछंती से आसीबे आमान को प्रकाशित वाक्य रो अध्ययन रे से आमान को पढ़े नेबे प्रभु तांको आशीर्वाद करंतु प्रेज द लॉर्ड आज्ञा प्रेज द लॉर्ड
ବର୍ତ୍ତମାନ ଆପଣଙ୍କର ସମୟ, ଆପଣ ଆମମାନଙ୍କୁ ଅଧ୍ୟୟନରେ କଢେଇ ନିଅନ୍ତୁ। ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ସମସ୍ତଙ୍କୁ ନମସ୍କାର ଜଣାଉଛି। ପ୍ରଭୁ ଆମ୍ଭମାନଙ୍କୁ ପ୍ରେମ କରି ଆମ୍ଭମାନଙ୍କର ସହାୟ ହୋଇ ଆମମାନଙ୍କୁ ଏ ପର୍ଯ୍ୟନ୍ତ ବହି ଆଣିଛନ୍ତି। ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଆମ୍ଭମାନଙ୍କ ପାଇଁ ପ୍ରଚୁର କରି ସାହାଯ୍ୟ ଉପକାର କରିଛନ୍ତି। ମୁଁ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ମତେ ଟିକେ କୋ-ହୋଷ୍ଟ କରିବେ। ଗତ ସପ୍ତାହରେ ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ପ୍ରଭୁଙ୍କର ବାକ୍ୟ ମାନେ ଶିଖିଥିଲୁ, ଜାଣିଥିଲୁ। ଆଉ ଗତ ସପ୍ତାହରେ ମଧ୍ୟ ପ୍ରଭୁଙ୍କର ପ୍ରିୟ ପିଲାମାନେ ଆମମାନଙ୍କୁ ଲିଡିଂରେ ଏବଂ ଗୀତରେ ଆମମାନଙ୍କୁ ପଢେଇ ନେଇଥିଲେ। ଏବଂ ଆଜି ମଧ୍ୟ ପ୍ରଭୁଙ୍କର ପ୍ରିୟ ପିଲାମାନେ ପ୍ରଭୁଙ୍କର ସେବା, ପ୍ରଭୁଙ୍କର ଆରାଧନା, ପ୍ରଭୁଙ୍କର ଗୌରବ କରିବା ପାଇଁ ଆମମାନଙ୍କୁ ଉପାସନାରେ ପରିଚାଳନା କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଦାସୀ ଏବଂ ଉପାସନାରେ ଆରାଧନାରେ କଢେଇ ନେଇଛନ୍ତି ପ୍ରଭୁଙ୍କର ଦାସୀ। ସେମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ପ୍ରକାର ଭାବରେ ପ୍ରଭୁ ସେମାନଙ୍କର ସହାୟ ହୁଅନ୍ତୁ। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶର ଦେଶରୁ ବାହାରିକି ଆସୁଥିଲେ, ସେ ସମୟରେ ଉପାସନାର ଦାୟିତ୍ୱ ବା ଈଶ୍ୱରଙ୍କର ଆରାଧନା, ଈଶ୍ୱରଙ୍କର ଗୌରବ କରିବାର ଦାୟିତ୍ୱ ଜଣେ ମହିଳା ନେଇଥିଲେ। ଆଉ ସେ ହଉଛନ୍ତି ମୋଶାଙ୍କର ଭଉଣୀ ମରିୟମ। ଆଉ ଆଜି ମଧ୍ୟ ଓଡିଶାରେ କୁହନ୍ତୁ, ଭାରତରେ କୁହନ୍ତୁ, ସାରା ବିଶ୍ୱରେ କୁହନ୍ତୁ, ଏଇ ଆରାଧନା, ଈଶ୍ୱରଙ୍କର ସ୍ତୁତି, ଈଶ୍ୱରଙ୍କର ଆରାଧନା କରିବାର ଦାୟିତ୍ୱ ଏଇ ଭଉଣୀ ମାନଙ୍କୁ ଦିଆଯାଇଛି। ମା ଏବଂ ଭଉଣୀ ମାନଙ୍କୁ ଦିଆଯାଇଛି। ଆଉ ସେମାନେ ମଧ୍ୟ ସେଇ କାର୍ଯ୍ୟଟିକୁ ବିଶ୍ୱସ୍ତ ଭାବରେ ତୁଲେଇକିରି ଆସିଛନ୍ତି। ପ୍ରଭୁଙ୍କର ସେବା ଆରାଧନା କରୁଛନ୍ତି। ଆମ ଗିର୍ଜାରେ ମଧ୍ୟ ସେ ପ୍ରକାର କେବଳ ଝିଅ ପିଲାମାନେ ଆରାଧନାରେ ଆମମାନଙ୍କୁ କଢେଇ ନିଅନ୍ତି, ପ୍ରଭୁଙ୍କର ସେବା କରନ୍ତି। ଏବଂ ଗିର୍ଜା ଉପାସନାରେ ମଧ୍ୟ ଏଇ ଝିଅ ପିଲାମାନଙ୍କର ବା ମା ଏବଂ ଭଉଣୀ ମାନଙ୍କର ସଂଖ୍ୟା ଅଧିକ। ପ୍ରାୟ 80% ସେମାନେ ରୁହନ୍ତି। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ପ୍ରଭୁଙ୍କର ପ୍ରିୟ ପିଲାମାନଙ୍କ ପାଇଁ। ପ୍ରଭୁ ସେମାନଙ୍କୁ ବ୍ୟବହାର କରି ଆଣୁଛନ୍ତି, ଆଉ ମଧ୍ୟ ଆସନ୍ତା ଦିନରେ ମଧ୍ୟ ବ୍ୟବହାର କରୁଥିବେ। ପ୍ରଭୁ ସେମାନଙ୍କୁ ଦୟା କରନ୍ତୁ। ଆମେ ପ୍ରକାଶିତ ବାକ୍ୟ ତାର 6 ଅଧ୍ୟାୟ 1 ପଦରୁ 8 ପଦ ମଧ୍ୟରେ ଆମେ ଆଲୋଚନା କରୁଥିଲୁ। ଆଜି ମଧ୍ୟ ଆମେ ଯାହା ଅଧା ଅଛି ତାକୁ ଆମେ କମ୍ପ୍ଲିଟ କରିବା। ପ୍ରକାଶିତ ବାକ୍ୟ ତାର 6 ଅଧ୍ୟାୟ 1 ପଦରୁ 8 ପଦ ପର୍ଯ୍ୟନ୍ତ ଦୟାକରି କେହି ଜଣେ ସାହାଯ୍ୟ କରିବେ, ପାଠ କରି ସାହାଯ୍ୟ କରିବେ। ତହୁ ମୁଁ ପ୍ରଭୁ ମେଷ ଶାବକଙ୍କୁ ସପ୍ତମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି। ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ନିର୍ଘୋଷ ସ୍ୱରରେ ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟେ ଶୁକ୍ଳବର୍ଣ୍ଣ ଅଶ୍ବ, ପୁଣି ତାହାର ଆରୋହୀଙ୍କ ହସ୍ତରେ ଗୋଟେ ଧନୁ। ତାହାଙ୍କୁ ଏକ ମୁକୁଟ ଦତ୍ତ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରି ଗଲେ। ମେଷ ଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀକି ଏହା କହୁଥିବା ଶୁଣିଲି, ଆସ। ସେଥିରେ ଆଉ ଗୋଟିଏ ଅଶ୍ବ ବାହାର ହେଲା, ତାହା ଲୋହିତ ବର୍ଣ୍ଣ। ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା। ପୁଣି ତାହାକୁ ଗୋଟିଏ ବୃହତ ଖଡ୍ଗ ଦତ୍ତ ହେଲା। ମେଷ ଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀକି ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, କୃଷ୍ଣବର୍ଣ୍ଣ ଅଶ୍ବ, ପୁଣି ତାର ଆରୋହୀର ହସ୍ତରେ ଗୋଟେ ତରାଜୁ। ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏକ ସ୍ୱର ଶୁଣିଲି। ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ,
ଓ ଟଙ୍କାକୁ 300 ଜବ ହେବ। କିନ୍ତୁ ତୁମେ ତୈଳ ଓ ଦ୍ରାକ୍ଷରସ କ୍ଷତି କର ନାହିଁ। ମେଷ ଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀକି ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁବର୍ଣ୍ଣ ଅଶ୍ୱ, ତାହାର ଆରୋହୀର ନାମ ମୃତ୍ୟୁ। ପୁଣି ପାତାଳ ତାହାର ପଶ୍ଚାଦଗମନ କରୁଥିଲା। ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। ଆମେନ୍। ପ୍ରଭୁ ଏ ପଠିତ ବାକ୍ୟରେ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦଉଛି ଯେ ପ୍ରଭୁ ଆମମାନଙ୍କର ସହାୟ ହେଇଛନ୍ତି, ସହବର୍ତ୍ତୀ ହେଇଛନ୍ତି, ଆଉ ମଧ୍ୟ ପ୍ରକାଶିତ ବାକ୍ୟରୁ ଆମମାନଙ୍କୁ କିଛି ଶିଖିବା ପାଇଁ, ବୁଝିବା ପାଇଁ, ଜାଣିବା ପାଇଁ ସୁଯୋଗ ଦେଇଛନ୍ତି। ମୁଁ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଯୋଉମାନେ ପ୍ରକାଶିତ ବାକ୍ୟକୁ ପଢନ୍ତି, ଯୋଉମାନେ ପ୍ରକାଶିତ ବାକ୍ୟର ଶୁଣନ୍ତି ଏବଂ ଯୋଉମାନେ ପ୍ରକାଶିତ ବାକ୍ୟକୁ କୁହନ୍ତି, ସେମାନେ ଧନ୍ୟ। ଏଇ ପଢିବା, ଶୁଣିବା ଏବଂ କହିବା ଲୋକମାନେ ଧନ୍ୟ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ। ପ୍ରସଙ୍ଗର ନାମ ହଉଛି ଅଶ୍ୱାରୋହୀ। ତେବେ ଗତ ସପ୍ତାହରେ ଆମେ ଆଲୋଚନା କରିଥିଲୁ ଯେ ଏ ଅଶ୍ବ ଉପରେ ଚଢି ଆସୁଥିବା ବ୍ୟକ୍ତି ଜଣଙ୍କର କଥା। ଆଉ ସେ ହଉଛନ୍ତି ଜଣେ ପ୍ରତାରଣା କରିବା ଲୋକ। ମୁଁ ତାକୁ ଏ ପ୍ରକାର ନାମଟି ଦେଇଥିଲି, ବିଶ୍ୱାସଘାତକ ଧଳା ଅଶ୍ବ ବା ପ୍ରତାରଣାର ଧଳା ଅଶ୍ବ। ଆଉ ସେ ଜଣେ ଶାନ୍ତିର ବ୍ୟକ୍ତି ଭାବରେ ନିଜକୁ ଉପସ୍ଥାପନା କରନ୍ତି ଲୋକମାନଙ୍କ ନିକଟରେ, ଆଉ ଲୋକମାନେ ମଧ୍ୟ ତାଙ୍କୁ ଶାନ୍ତିର ବ୍ୟକ୍ତି ବୋଲି ଗ୍ରହଣ କରନ୍ତି। এই କଥାକୁ ଆମେ ଅନେକ ସମୟ ଧରିକି ଆଲୋଚନା କରିଥିଲୁ। ଏବଂ ଦ୍ୱିତୀୟଟି, ସେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ନିଜକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତି, ଆଉ ସେ ମଧ୍ୟ ଶକ୍ତିଶାଳୀ, ତାକୁ ଶକ୍ତି ଦିଆଯାଇଛି। 3.5 ବର୍ଷ ପର୍ଯ୍ୟନ୍ତ ପ୍ରଥମ ଭାଗ ଏବଂ ଆଉ 3.5 ବର୍ଷ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗ, এই ପ୍ରକାର ଭାବରେ 7 ବର୍ଷ ପର୍ଯ୍ୟନ୍ତ ତାକୁ ଶକ୍ତି ଦିଆଯାଇଛି, ଆଉ ସେ ଶକ୍ତିଶାଳୀ ହୋଇ ସେ କାର୍ଯ୍ୟ କରିବେ। ଏହାକୁ ମଧ୍ୟ ଆମେ ଆଲୋଚନା କରିଥିଲୁ। ଏବଂ ତୃତୀୟଟି ହଉଛି ଯେ ସେ ଜଣେ ଛଳନା ବ୍ୟକ୍ତି ଅଟନ୍ତି, ଛଳନାକାରୀ ବ୍ୟକ୍ତି ଅଟନ୍ତି। ସେ ବିଶ୍ୱକୁ ଶାନ୍ତି ଦେବେ ବୋଲି ସେ ରାଜତ୍ୱ କଲେ, ସେ ବିଶ୍ୱକୁ ଶାନ୍ତି ଦେବେ ବୋଲି ସେ କାର୍ଯ୍ୟଟି ଆରମ୍ଭ କଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଯେ ଛଳନାକାରୀ ଅଟନ୍ତି ଏହା ଜଣା ପଡି ଯାଇଥିଲା। ସମଗ୍ର ବିଶ୍ୱର ନେତାମାନେ ସେମାନେ ଜାଣିଲେ ଯେ ଏ ବ୍ୟକ୍ତି ସେ ଖ୍ରୀଷ୍ଟ ନୁହନ୍ତି, ମାତ୍ର ଏ ଜଣେ ଭଣ୍ଡ ଅଟନ୍ତି। এই କଥାକୁ ସାରା ବିଶ୍ୱର ନେତାମାନେ ଜାଣି ସାରିଥିଲେ, ଜାଣି ପକେଇଲେ। ଯେ ପ୍ରକାର କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରକୁ ଲୋକମାନେ ଭାବୁଥିଲେ, ଅନ୍ୟ ଦେଶର ନେତାମାନେ, ସାରା ଅନ୍ୟ ନେତାମାନେ ଭାବୁଥିଲେ ଯେ ହିଟଲର ଶାନ୍ତି ପ୍ରିୟ ଲୋକ, ଆଉ ସେଥିପାଇଁ ତାକୁ ଅଧିକାର ଦିଆଗଲା। କିନ୍ତୁ ନା, ସେ ଜଣେ କଠୋର ବ୍ୟକ୍ତି, ସେ ଜଣେ ଦୁଷ୍ଟ ବ୍ୟକ୍ତି, ସେ ଜଣେ ନିଷ୍ଠୁର ବ୍ୟକ୍ତି ଏବଂ ଏ ପ୍ରକାର ଜଣେ ଶାସକ ଅଟନ୍ତି। ଆଉ ସେଇଟା ଜଣା ପଡିଥିଲା। ସେ ପ୍ରକାର ଏଇ ପ୍ରତାରକଙ୍କୁ ଅର୍ଥାତ ଭଣ୍ଡ ଖ୍ରୀଷ୍ଟଙ୍କୁ ମଧ୍ୟ ସେ ପ୍ରକାର ଜଣା ପଡିବ ଯେ ସେ ହଉଛନ୍ତି ଜଣେ ଛଳନାକାରୀ ବ୍ୟକ୍ତି। 3ଟା ବିଷୟ ଆମେ ଦେଖିଥିଲୁ। ପ୍ରଥମ ବିଷୟରେ এই ଧଳା ଘୋଡାର ବିଷୟରେ, ମ୍ୟାନ ଅଫ ପିସ୍, ମ୍ୟାନ ଅଫ ପାୱାର, ମ୍ୟାନ ଅଫ ପ୍ରିଟେନ୍ସ। 3ଟି କଥା, 3ଟା ପି କଥା ଆମେ ଆଲୋଚନା କରିଥିଲୁ। ତାହେଲେ ଆଜି ଆମେ ଦ୍ୱିତୀୟ ବିଷୟଟିକୁ ଯିବା, ଆଉ ତାହା ହଉଛି ଦ ରେଡ ହର୍ସ।
ଲାଲ ଅଶ୍ଵ ବା ଲାଲ ଘୋଡା। ଏ ଲାଲ ଘୋଡା କେମିତି ଘୋଡା? ଏଟା डिस्ट्रक्शन, विनाश, विनाशर लाल घोड़ा। ଏହା ଆମେ ଯେତେବେଳେ ପଢୁଛୁ ବାଇବେଲରେ ଗୋଟିଏ ପରେ ଗୋଟିଏ ଘୋଡା କଥା ବା ଅଶ୍ଵ କଥା ପଢୁଛୁ, ସେତେବେଳେ ଏ ଲାଲ ଘୋଡା କଥା ବର୍ତ୍ତମାନ ଆସୁଛି। ଏ ଲାଲ ଘୋଡା ବା ଦ୍ୱିତୀୟ ଘୋଡା ଆଉ ତାର ଆରୋହୀ ଯେତେବେଳେ ସେ ଆସୁଛନ୍ତି, ଆଉ ତାହା ଏ ଲାଲ କଥା କଣ ସୂଚଉଛି? ମାନେ ମୁଁ ଧୀରେ ଧୀରେ କହୁଛି, ଲାଲ ଘୋଡା କଣ ସୂଚଉଛି? ମାନେ ଏହା ଅଗ୍ନି ଏବଂ ରକ୍ତର ବିଷୟଟିକୁ ବୁଝଉଛି। ଅଗ୍ନି ଏବଂ ରକ୍ତ ଅର୍ଥାତ୍ ଏ ଲାଲଟା କଣ ଦେଖା, ମାନେ ଆମେ ବୁଝୁ, ନିଆଁ ଯଦି ଲାଗିଛି ଲାଲ ଦେଖାଯାଏ, ଯଦି ରକ୍ତ ବହି ଯାଉଛି ତାହେଲେ ଲାଲ ଦେଖାଯାଏ। এই ପ୍ରକାର ଗୋଟେ ବିଷୟ ଏଠି ଦେଖାଯାଉଛି। ଅର୍ଥାତ୍ ଅଗ୍ନିର ଗ୍ରାସ ଏବଂ ବିନାଶର ଶକ୍ତି ତାଙ୍କୁ ଦିଆଯାଇଛି। ଅଗ୍ନି ପରି ମାଡ଼ି ଯିବେ ସମସ୍ତ ବିଷୟକୁ ଲାଲ, ଏବଂ ବିନାଶ କରିବେ ସବୁ ବିଷୟ ଲାଲ। ରକ୍ତରେ ସବୁ ବିଷୟ ହେବ, ଅର୍ଥାତ୍ ରକ୍ତ ବହି ଯିବାର ବିଷୟ, ବିନାଶର ବିଷୟ, ଯୁଦ୍ଧର ବିଷୟ, ଏ ସମସ୍ତ ବିଷୟକୁ ଏହା ବୁଝଉଛି। ଅର୍ଥାତ୍ ଗୋଟେ ବଡ ରକ୍ତପାତର ବିଷୟ ଏହା ବୁଝଉଛି। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେ ପ୍ରକାର ହେଇଥିଲା, ତାଠାରୁ ଅତ୍ୟଧିକ ଭାବରେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କିଛି ନୁହେଁ, କିନ୍ତୁ ତାଠାରୁ ଅତ୍ୟଧିକ ଭାବରେ ଏହା ବିଶ୍ୱକୁ ବିଚଳିତ କରିବ। ଏବଂ এই ଲାଲ ଘୋଡା ପ୍ରଥମଟି ହେଉଛି କଣ? ଶାନ୍ତି ଭଙ୍ଗ। ଦ ପିସ୍ ଇଜ୍ ବ୍ରୋକେନ୍। ଶାନ୍ତି ଭଙ୍ଗ ହେବ ବା ହୋଇଛି, ଶାନ୍ତି ଭଙ୍ଗ ହେବ। এই ଯୋଉ ଖ୍ରୀଷ୍ଟ ବିରୋଧୀ ବା ଭଣ୍ଡ ଖ୍ରୀଷ୍ଟ, ସେ ନିଜକୁ ଶାନ୍ତି ପ୍ରିୟ ଲୋକ ବୋଲି ନିଜକୁ କହିଥିଲେ ବା ଘୋଷଣା କରିଥିଲେ, ଏବଂ ସାରା ଦେଶର ନେତାମାନେ ମଧ୍ୟ ତାଙ୍କୁ ଜଣେ ଶାନ୍ତି ପ୍ରିୟ ବ୍ୟକ୍ତି ଭାବରେ ଗଣନା କରିଥିଲେ, ଆଉ ତାକୁ ବିବେଚନା କରିଥିଲେ, ଆଉ ତାକୁ ଗ୍ରହଣ କରିଥିଲେ, ଏବଂ ତାକୁ ମଧ୍ୟ ସେଇ ପ୍ରକାର ଭାବରେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ ଜଣେ ଶାନ୍ତି ପ୍ରିୟ ବ୍ୟକ୍ତି ନୁହନ୍ତି, ସେ ଶାନ୍ତିକୁ ଭଙ୍ଗ କରିବାର ବ୍ୟକ୍ତି ଅଟନ୍ତି। ଶାନ୍ତିକୁ ପ୍ରତିଷ୍ଠା କରିବା ପାଇଁ ସେ ଆସିଥିଲା, କିନ୍ତୁ ନା, ସେ ଶାନ୍ତି ପ୍ରିୟ ବ୍ୟକ୍ତି ନୁହନ୍ତି। ସେ ଜଗତକୁ ଉଦ୍ଧାର କରିବା ପାଇଁ ଆସିଥିଲା, କିନ୍ତୁ ନା, ସେ ଉଦ୍ଧାରକର୍ତ୍ତା ନୁହନ୍ତି। ସେ ଜଗତକୁ ସାନ୍ତ୍ୱନା ଦେବା ପାଇଁ ଆସିଥିଲା, କିନ୍ତୁ ନା, ସେ ସାନ୍ତ୍ୱନା ପ୍ରିୟ ବ୍ୟକ୍ତି ନୁହନ୍ତି। ସେ ପ୍ରକାର ବ୍ୟକ୍ତି ନୁହନ୍ତି। ସେ ଜଣେ ଭଣ୍ଡ, ସେ ଜଣେ ଦୁଷ୍ଟ ଏବଂ ନିଷ୍ଠୁର ଶାସକ ଅଟନ୍ତି। ସାରା ବିଶ୍ୱରେ ଯୁଦ୍ଧର ଆରମ୍ଭ ହେଇଯାଇଥିବ, ଆଉ ସେ ସମୟରେ କେବଳ କ୍ଲେଶ 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 ଘଟିବ। ମାଥ୍ୟୁ ତାର 24 ଅଧ୍ୟାୟ 6 ପଦ ଆଉ 7 ପଦ ଯଦି ଆମେ ପଢିବୁ, ସେଇଠି ଲେଖା ଯାଉଛି, ପ୍ରଭୁ ଯୀଶୁ ଆଗରୁ ଏ ସମସ୍ତ ବିଷୟ ଜଣେଇଛନ୍ତି। ମାଥ୍ୟୁ ତାର 24 ଅଧ୍ୟାୟ 6 ପଦ ଏବଂ 7 ପଦ। ହଁ। ଆଉ ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସାବଧାନ, ବ୍ୟାକୁଳ ହୁଅ ନାହିଁ, କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗନ୍ତ ନୁହଁ।
କାରଣ ଜାତି ବିପକ୍ଷରେ ଜାତି, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ପ୍ରଭୁ ଯୀଶୁ ଆଗରୁ ଏହା ସୂଚନା ଦେଇଛନ୍ତି, ଆଗରୁ ଜଣେଇ ଦେଇଛନ୍ତି ଯେ ଏ ପ୍ରକାର ଘଟଣା ସବୁ ଘଟିବା ପାଇଁ ଯାଉଛି। କିନ୍ତୁ ପ୍ରଭୁଙ୍କର ଲୋକମାନେ ତା ପୂର୍ବରୁ ଏ ମହାକ୍ଲେଶ ସମୟରେ ଏ ଜଗତରେ ରହିବେ ନାହିଁ। ସେମାନେ ପ୍ରଭୁଙ୍କ ପାଖକୁ ଯିବେ, ପ୍ରଭୁଙ୍କ ସହିତ ସେମାନେ ରହିବେ। ଏ ଜଗତର ରାଜନେତା ଏବଂ ଶାସନକର୍ତ୍ତା ମାନଙ୍କର ଦ୍ଵାରା ଏଇ ଯୋଉ ଶାନ୍ତିର ରାଜା ଭାବରେ ଏଇ ଲୋକଟିକୁ ବ୍ୟବହାର କରାଯାଇଥିଲା ବା ତାକୁ ସ୍ଥାନ ଦିଆଯାଇଥିଲା, କିନ୍ତୁ ନା, ସେ ପ୍ରକାର ନୁହନ୍ତି। ପ୍ରଥମ ଥେସଲୋନିକୀୟ ତାର 5 ଅଧ୍ୟାୟ 3 ପଦ, ପ୍ରଥମ ଥେସଲୋନିକୀୟ ତାର 5 ଅଧ୍ୟାୟ 3 ପଦ, ଏ ହଉଛନ୍ତି ଶାନ୍ତିର ରାଜା। ଏ ଜଗତକୁ ଶାନ୍ତି ଆଣିଦେବେ, ଜଗତକୁ ସ୍ଥିରତା ଆଣିଦେବେ, ଜଗତକୁ ଉଦ୍ଧାର କରିବେ ବୋଲି ଯୋଉ ନେତା ମାନେ ଭାବୁଥିଲେ, ତାର ଓଲଟା ହେଇଛି। ପଢିବା ଟିକେ ପ୍ରଥମ ଥେସଲୋନିକୀୟ 5:3। ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ହଁ ଗର୍ଭବତୀର ପ୍ରସବ ବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାର ରକ୍ଷା ପାଇବେ ନାହିଁ। ହଁ, ଶାନ୍ତି ବୋଲିକିରି ଭାବୁଥିଲେ, ଶାନ୍ତି ଶାନ୍ତି, ବଢିଆ, ବହୁତ ସମୟ, ବହୁତ ଭଲ କର୍ତ୍ତା ବା ଶାସନକର୍ତ୍ତାକୁ ଆମେ ପାଇଛୁ, ଗୋଟେ ଶାନ୍ତି ପ୍ରିୟ ଲୋକଙ୍କୁ ପାଇଛୁ ବୋଲି ଲୋକମାନେ, ନେତାମାନେ ଭାବୁଥିଲେ। କିନ୍ତୁ ନା, ସେ ଶାନ୍ତିକର୍ତ୍ତା ନୁହନ୍ତି, ସେ ଶାନ୍ତିକୁ ଭାଙ୍ଗିବା ଲୋକ। ଆମେ ମନେ ପକେଇବା ଯଦି, ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ଘଟଣା ଗୁଡିକ, ତାହେଲେ ତା ତୁଳନାରେ ଏଇ ସମୟରେ ଯୋଉ ସମସ୍ତ ବିନାଶ ଆସିବ, ଯୋଉ ସମସ୍ତ କ୍ଲେଶ ଆସିବ, ଯୋଉ ସମସ୍ତ ଯୁଦ୍ଧ ହବ, ହିଂସାର ବିଷୟ ହବ, ଜଗତର କୋଣେ କୋଣେ ଯୁଦ୍ଧ, ହିଂସା ଉଗ୍ର ଭାବରେ ଆରମ୍ଭ ହବ, ଉଗ୍ର ରୂପ ନବ। ଏବଂ ସେଇ ସମୟରେ, କ୍ଲେଶ ସମୟରେ, এই ପାପୀ ଲୋକମାନେ ଦେଖିବେ এই ବିଶ୍ୱର ଏ ସମସ୍ତ ଅଶାନ୍ତିର ବିଷୟକୁ। ଯଦିବା ସେମାନେ ଦେଖିବେ, କିନ୍ତୁ ସେମାନେ ମନ ପରିବର୍ତ୍ତନ କରିବେ ନାହିଁ, ସେମାନେ ଈଶ୍ୱରଙ୍କ ପ୍ରତି ଫେରିବେ ନାହିଁ, ସେମାନଙ୍କର କୁକର୍ମ ଯୋଗୁ ଈଶ୍ୱରଙ୍କ ପ୍ରତି ସେମାନେ ଫେରିବେ ନାହିଁ, ମାତ୍ର ଈଶ୍ୱରଙ୍କୁ ସେମାନେ ଅଭିଶାପ ଦେବେ। ଦ୍ଵିତୀୟଟି, ବିନାଶର ଲାଲ ଅଶ୍ବ। ଦ୍ଵିତୀୟଟି ହଉଛି କଣ? ଦ ପ୍ଲାନେଟ ଇଜ ବ୍ରୁଟାଲାଇଜ୍ଡ। ଗ୍ରହଟି ନିଷ୍ଠୁର ହେବ ବା ନିଷ୍ଠୁର ହୋଇଛି। এই ଆରୋହୀକୁ, ଅର୍ଥାତ୍ ବିନାଶର ଲାଲ ଅଶ୍ବ, ଲାଲ ଘୋଡାରେ ବସି ଆସୁଥିବା ଲୋକକୁ ଗୋଟେ ବୃହତ୍ ଖଣ୍ଡା ବା ବୃହତ୍ ଖଡ୍ଗ ଦିଆଯାଇଛି। ଲେଖା ହେଇଛି ବାଇବଲରେ, ଦେଖନ୍ତୁ, ବୃହତ୍ ଖଡ୍ଗ ଦିଆଯାଇଛି। ତାକୁ ଗୋଟେ ମୁକୁଟ ଦିଆଯାଇଛି, ତାକୁ ଗୋଟେ ଧନୁ ଦିଆଯାଇଛି, ଧନୁ ସେ ଧରିଛନ୍ତି, ଏବଂ ପରବର୍ତ୍ତୀ ସମୟରେ ତାକୁ ଗୋଟେ ଖଡ୍ଗ ଦିଆଯାଇଥିବା କଥା ଲେଖାଯାଉଛି। ଅର୍ଥାତ୍ ଏଇ ଯୋଉ ବୃହତ୍ ଶବ୍ଦଟି, ମହାନ ଶବ୍ଦଟି ପ୍ରକାଶ କରୁଛି ଗୋଟେ ବଡ ଯୁଦ୍ଧର ବିଷୟକୁ ପ୍ରକାଶ କରୁଛି, ଗୋଟେ ଯୁଦ୍ଧର ପରିମାଣକୁ ବୁଝା ଯାଉଛି। ଏବଂ ଏହା, ଏଇ ଯୋଉ ବୃହତ୍ ଶବ୍ଦ କହିବା ସମୟରେ କଣ କହୁଛି? ସାରା ବିଶ୍ୱର କଥା ପ୍ରକାଶ କରୁଛି। ଏବଂ ଏଇ ଯୋଉ ଖଣ୍ଡା ବା ଖଡ୍ଗ କଥା କୁହାଯାଇଛି, ତାକୁ ଦିଆଯାଇଛି, ତାହା ଏଇ ଯୋଉ ରୋମିଓ ସୈନିକ ମାନେ ସେ ସମୟରେ ବ୍ୟବହାର କରୁଥିଲେ। ରୋମିଓ ସୈନ୍ୟ ମାନଙ୍କ ହାତରେ ଯୋଉ ଖଣ୍ଡା ଗୁଡିକ ଥିଲା, ସେଇ ଖଣ୍ଡା ବଡ ଖଣ୍ଡା, ବଡ ବଡ ଖଡ୍ଗ ନୁହେଁ, ତାହା ଛୋଟିଆ ଛୋଟିଆ, ଦେଖିବା ପାଇଁ ଛୋଟ। ଏଇ ଯୋଉ ଲୋକଟି ବା ଖଣ୍ଡା ଧରିକିରି ସେ ଘୋଡା ଉପରେ ବସିଛନ୍ତି, ବଡ ଖଣ୍ଡା ଏହା ଦେଖାଯାଉଛି, କିନ୍ତୁ ଏ ପ୍ରକାର ଗୋଟେ ବଡ ଖଣ୍ଡା ନୁହେଁ, ଗୋଟେ ଛୋଟିଆ, ଛୋଟ ବାଲା, ଛୋଟ ଖଣ୍ଡା। କିନ୍ତୁ ଏହା
एते प्रभावशाली जे सांगे सांगे गोटे शत्रु को आक्रमण करने द्वारा से सांगे सांगे से मरीजब बा हत हम ताकू सांगे सांगे हत्या करने यह सुविधाजनक ए प्रकार गोटे खंडा को से समय व्यवहार करा जहाँकि बाइबल आम को प्रकाश करुछि जे ताकू गोटे बृहत खड्ग दि जाइए। बृहत खड्ग कले बड़टा नुहे छोटिया वाला किंतु ताहा एते प्रभावशाली हेब। जेतेबेले ख्रीष्ट विरोधी प्रथम थर पाई ए विश्व रे से पाद दब सेतेबेले ताकू तो शांतिर व्यक्ति भाव रे विवेचना करा जाइथिला आउ ताकू स्थान दिया जाइथिला ताकू क्षमता दिया जाइथिला ताकू राजत्व दिया जाइथिला किंतु से तार प्रकृत रंग को से बाहर करिब परवर्ती समय रे तार प्रकृत गुण को तार प्रकृत विषयटी को से बाहर करिब। लोक माने ताकू जो बसैथिले ऊपर बसैथिले कर्ता भाव रे राजा भाव रे शासनकर्ता भाव रे ताकू स्थान देइथिले ताहा भूल प्रमाणित हो ना से शांतिर व्यक्ति नुहंती से जड़े शासनक उत्तम शासनकर्ता नुहंती ताहा समग्र विश्वर नेता माने ताकू अनुभव करिवे जे आमे जड़े भूल लोक को ए दायित्व देदेलु जमती आमे कहूचु वर्तमान। द्वितीय विश्व युद्ध समय रे प्राय 50 नियुत लोक मृत्यु भोग करी ताठारु अधिक 50 नियुत रु अधिक लोक माने जो माने कि मृत्यु भोग करथिले किंतु ए समय रे लक्ष लक्ष कोटि 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 लोक माने मृत्यु भोग करिवे। ए प्रकार अशांतिर समय दुखर समय कष्टर समय आसीबा पई जाउछि। आमे पढ़िबा जिजिकल 39 अध्याय 9 पद आउ 10 पद। जिजिकल 39 9 आउ 10। पुणी इस्राएल नगर समूहर बासकारी लोक माने बाहरे जाई ढाल ओ फलक धनु ओ तीर आउ जष्टि ओ वर्षा एई सकल अस्त्रशस्त्र नेई अग्नि करी जलाइबे। सेमाने 7 वर्ष पर्यंत सेही सबु नेई अग्नि करिवे। एही रूपे सेमाने पदारू काठ आनिबे नाही कि बनरू किछि काटिबे नाही कारण सेमाने अस्त्रशस्त्र नेई अग्नि करिवे आउ आपणा लुटकारी मानकर धन लुट करिवे और जेउमाने सेमानकर संपत्ति अपहरण कले सेमानकर संपत्ति अपहरण करिवे। एहा प्रभु सदा प्रभु कहंती। धन्यवाद। प्रिय प्रभुंकर पिला माने ए प्रकार गोटे समय आसीबो जो समय रे कि रूस रशिया एवं तार सहयोगी देश गुड़िक ता सहित मिसिकिरी काम करुवा लोक माने तार सहयोगी बंधु राष्ट्र गुड़िक से माने मिशिबे एवं इस्राएल विरुद्ध रे से माने युद्ध करिवे। जेतेबेले इस्राएल विरुद्ध रे युद्ध कराजिबो आक्रमण कराजिबो जदि बा सदा प्रभु इस्राएल पक्षरे सपक्षरे ठिया हेबे आउ से समय मध्य ए माने परास्त हेबे अर्थात रशिया एवं तार सहयोगी बंधु माने से माने परास्त होउथिबे किंतु इस्राएल पाई 7 वर्ष आ से माने सेमानकर अस्त्र शस्त्र को जाळीबे निया लगेइबे। मु कहू नहीं जिजिकल 39 अध्याय 9 एवं 10 पद रे यह प्रकाश करा जाइछि। आमे पढुछु 7 वर्ष पर्यंत से माने आउ कुआड जिबे नहीं बाहर को से माने जिबे नहीं जंगल को जिबे नहीं काठ आनिबा पई जिबे नहीं कोनोसी काम नहीं मात्र जहाँ से मान को पाखरे अस्त्र शस्त्र अछि ताहा से माने लगेबे निया लगेबे आउ से माने ताकू 7 वर्ष पर्यंत ताकू व्यवहार करिवे। एथिरे द्वंद्व हेबार विषय किछि नाही। एई 7 वर्ष
महाक्लेश समय भंड ख्रीष्टंकर द्वारा सृष्टि होइथिबा ए समस्त युद्ध गुड़िक जेतेबेले होउथिबो उग्र रूप नौथिबो से समय यह केवल अशांति 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 ही चलिथिबो जो पर्यंत शांतिर राजकुमार प्रभु जीशु शक्ति एवं महिमारे फेरी न आसंती आउ लोक माने केवल शांति 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 खोजुथिबे केमती आमे शांति पाइबु केमती शांति पाइबु केही मध्य शांति दबा पाई नथिबे केवल जणे से होछंती शांतिर राजकुमार प्रभु जीशु ख्रीष्ट से ही शांतिर राजा अटंती आउ सेतेबेले समग्र विश्वर लोक माने से कथा को जानिबे से कथा को बुझिबे प्रभु जीशु आगुरु कहिसंती जे जाति विरुद्ध रे जाति युद्ध देश विरुद्ध रे देश युद्ध धर्म विरुद्ध रे धर्म युद्ध कौनसी शांति नाही सबुठी अशांति ही अशांति ही अशांति आज मध्य से प्रकार आमे बाइबल अनुଯାयी केमती समय रे अच्छु ना पाद देइछु ए शेष समय विषय आमे पाद देइछु यह केवल प्रसव वेदनार आरंभ मात्र आउ एणु आमने प्रार्थना रे लागी रहिबा प्रार्थना रे आमने समय काटिबा प्रार्थना रे आमने समय देबा आउ आमने केवल प्रभु जीशुଙ୍କ ठारे लागी रहिबा जेतेबेले समस्त विषय गुड़िक घटिबा पई जाउछि ता पूर्वरु आमनको उद्धार पाइबाको हबो आम मानको रक्षा पाइबाको हबो आमर परिवार आमर निजर आत्मीय स्वजन आमर साईर लोक माने आमनकर ग्रामर लोक माने आमनको प्रभु जो कार्य देइछन्ति जो दायित्व देइछन्ति आमनको सुसमाचार प्रचार करिवार दायित्व देइछन्ति जदिबा ए सुसमाचार पाई आमे घृणित होउछु आमे ताड़ित होउछु मृत्युर सम्मुखीन हेबाकू पड़ुछि किंतु ए समस्त विषय जे प्रकार माने रक्षा पाइबो उद्धार पाइबो सेथिपाई आमने से शांति राजा को ग्रहण करिबो शांति राजा को स्वीकार करिबो आउ आमने से अनंत नरक को जे प्रकार जीवो नहीं मात्र अनंत स्वर्ग को आमने जीवो आनंद रे वास करिबो जोठारे कि कोनोसी मृत्यु नहीं कोनोसी दुख नहीं कोनोसी असुविधा नहीं कोनोसी कष्ट नहीं से स्थान को आमने जीवो आउ से स्थान रे आमने शांति रे वास करिबो तृतीय घोड़ा विपर्जयर कला घोड़ा द ब्लैक हॉर्स ऑफ डेस्टिट्यूशन विनाशर विपर्जयर विनाश ए प्रकार गोटे घोड़ा समय ही गलानी विनाश शॉर्टकट रे कहि दउछि एथिरे तीनटी विषय अछि ना कोन अभाव द्वारा चिन्हित एक समय अनाहार द्वारा चिन्हित एक समय पृथकीकरण द्वारा चिन्हित एक समय अर्थात यह दुर्भिक्षर विषय आम बाइबल रे पढ़ुथिलु दुर्भिक्षर विषय इत्यादि इत्यादि विषय आमने आसंता सप्ताह रे निश्चय आलोचना करिबा यह आलोचना करिबा समय रे केतेकंको बुझी जदि हो नथिबो निश्चय आपण पचारि पारिबे आउ परवर्ती समय मध्य आकु माने निश्चय आलोचना करिबा तबे प्रभु आज आम समस्त को आशीर्वाद करंतु वाक्य बुझिबा पई शिखिबा पई जानिबा पई एवं तदनुଯାୟୀ जगत रे बंचिबा पई प्रभु आम समस्तंकर सहाय होतु बहुत बहुत धन्यवाद नमस्कार धन्यवाद आज्ञा प्रभु आपन को आशीर्वाद करंतु सुंदर वाक्य आ सचेतन वाक्य जो आगामी समय रे जो सब विषय घटिबा को जाउची ताहा प्रकाशित वाक्य रे आमान को कुहा जायछि होय त आमे अनेक समय रे पढिबा समय रे आमाने बुझी पारि न थाओ किंतु प्रभुंकर दास अति सुंदर भाव रे ताको आमान को बुझेई देइचंती तेनु करी प्रभुंकर
धन्यवाद करबा संगे संगे प्रभुंकर दास को धन्यवाद करुची प्रभु तांको आउरी पवित्र आत्मा शक्ति रे शक्ति युक्त करंतु आहुरी उत्तम भाव में आम मध्य प्रकाशित वाक्य प्रकाश करिबारे साहाय्य करंतु प्रभु तांको आशीर्वाद करंतु आसंतु आम समस्ते प्रभुंकर दास को धन्यवाद दे प्रभु को गौरव दे गोटे गुच्छ करताली दबा प्रेज द लॉर्ड प्रभु गौरव पांतु धन्यवाद आज्ञा प्रभु आपण को आशीर्वाद करंतु आपणकर मंडली को आपणकर सेवा कार्य को आपणकर परिवार को आशीर्वाद करंतु एई समय रे आम शेष पर्याय